मनीष बेले बेले एपरी एक समस्यार सम्मुखीन हुए से भावे यही समस्यार कौन समाधान नहीं, तार जीवन नष्ट हो गला, बंचार कौन उपाय नहीं। वास्तव में मनीष भितर अनंत संभावना अच्छी, से जेकोसी परिस्थिति रे थाउ ना कहीं, जेहेतु सी मनीष जीवटीए तापाई अनंत संभावना सृष्टि हो पार। कथार अच्छी एवरी एडवर्सिटी देयर इज ए सीड ऑफ अपॉर्चुनिटी। प्रत्येक असुविधा भितर विपत्ति भितर गोटे सृजनात्मक परिस्थिति बा सृष्टि करिबा, नूतन सृष्टि करिबार बीज निहित थाए। तेणु मनुष्य सब मन रखा हम जे जितेबाला यही भाव में परिस्थिति आसूची ता मन मस्तिष्क विचार करुछि जे ता पाखरे कौन प्रकार उपाय नहीं बंचार आग को बढ़िबार, से तार चतुर्दिग अंधकार लगुछि, से कदापि भूलिया उचित नुहे। से भली परिस्थिति रे से निजको मोटिवेट करिया उचित जे ता भितरे अनंत संभावना अछि। संभावनार अंत केबे होई नाही कि हब नाही, जेहेतु से गोटे जीव विशेष करी मनुष्य, तेणु मनुष्य भितर अनंत संभावना अच्छी। तेणु मोर ये चैनलटी ना देछ अनंत संभावना। उद्देश्य मनीष जेकोसी परिस्थिति रे थाउ ना कहीं, जेकोसी बयसर परिधि भितर थाउ ना कहीं, से निजर से अनंत संभावना को केबे न भूलू, ताहाकु से निज मन मस्तिष्क रे स्थान दऊ। धन्यवाद। आज आउ गोटे सुंदर विषय वस्तु को आधार करी वीडियोटी करियो जाउछि। आपण मानक समस्तंकर सदिच्छा पूर्ण हो ये शुभकामना करी वीडियोटी आरंभ करिबा। ताहा होछि ध्यान। यह एक अति गुरुत्वपूर्ण उपादेय बा अति उपकारी विषयटीए। प्रकृति में ध्यान कौन, ध्यान उद्देश्य कौन, ध्यान कौन हम लाभ कई परिबा, ध्यान किपरि करिबा, प्रकृति में ध्यान आवश्यकता केते, किभली भाव में ध्यान जदि आमे जानिबा सही प्रोसेस रे जिबा, किभली भाव में ध्यान आमर प्रत्येक मुहूर्त को प्रत्येक परिस्थिति रे आमर सहायक हबो, आम मानकु उन्नति पथरे आगे नब, ताहाको विचार करिबा। वास्तव में ध्यान एक यौगिक प्रक्रिया बा योगर गोटे अंग, किंतु साधारणतः ध्यानर अर्थ आपण माने जानिथिबे जे कि आखि बंद करिकी कौनसी ईश्वरंकर मूर्ति को ध्यान करिबा, से मूर्ति प्रति फोटोचित्र प्रति मानसिक भाव रे एकाग्र हवा, किंबा कौनसी बिंदु को अनेइबा, दृश्य को अपलक पलक न पकाई एकाग्र चित्तरे ताकू देखिबा। यही भाव में विभिन्न प्रकार धारणा आपण भितर थिबो जे कि ध्यान कहले आमे यह बुझू। वास्तव में ये ध्यान गोटे अति साधारण
ବା ଗୌଣ ଅର୍ଥ। ବାସ୍ତବରେ ଧ୍ୟାନ ଯଦି ଜଣେ କରିବ ତାର ଜୀବନର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ତାର ଯେଉଁ ଜନ୍ମଗତ ଉନ୍ନତି ପଥର ପ୍ରତିବନ୍ଧକମାନେ ଅଛନ୍ତି ତା ମନ ମସ୍ତିଷ୍କରେ, ଯଥା କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା, ଅହଙ୍କାର, ପରଶ୍ରୀକାତରତା, ଏଭଳି ଯେଉଁ ଶତ୍ରୁମାନେ ଅଛନ୍ତି ବା ଉନ୍ନତି ପଥରେ ପ୍ରତିବନ୍ଧକ ସୃଷ୍ଟିକାରୀ ବିଚାରଧାରା ଅଛି, ତାହା ସମୂଳେ ନାଶ ହୋଇଥାଏ। ତେଣୁ ଧ୍ୟାନ ଏପରି ଏକ ଆନ୍ତରିକ ମନସ୍ତାତ୍ତ୍ୱିକ କାର୍ଯ୍ୟ ବା ପ୍ରକ୍ରିୟା ଯାହାକୁ ମଣିଷ ଜାଣିଗଲେ ନିଜର ପ୍ରକୃତ ଉନ୍ନତି ପଥକୁ ସିଏ ଜାଣିପାରେ ବା ଆତ୍ମିକ ଶାନ୍ତି ପାଇବାର ମାର୍ଗ ସିଏ ପାଇଯାଇଥାଏ। ତେବେ ଏଠି ପ୍ରଶ୍ନ ଆସୁଛି, ଧ୍ୟାନର ପ୍ରକୃତ ଅର୍ଥ କ'ଣ? କେଉଁ ଧ୍ୟାନ ବାସ୍ତବିକ ଅତି ଉପାଦେୟ ବା ପ୍ରଭାବଶାଳୀ ତାହା ଜାଣିବା। ପ୍ରଥମତଃ ଆମ୍ଭେମାନେ ଯେତେବେଳେ ଗୋଟିଏ ଆସନରେ ବସିଯିବା, ହୁଏତ ଆମ୍ଭେମାନେ ଶୋଇପାରିବା କିମ୍ବା ବସିପାରିବା। ଯେଉଁ ଆସନରେ ଆମେ ବସୁଛେ ସୁଖପୂର୍ବକ ଦୀର୍ଘ ସମୟ ବସିବା ବା ଶୋଇବା, ସେହି ସମୟରେ ଆଖି ବନ୍ଦ କରିକି ମନ ଭିତରେ ଆସୁଥିବା ବିଭିନ୍ନ ପ୍ରକାର ଭାବନାକୁ, ଥଟ୍ସକୁ, ବିଚାରଧାରାକୁ, ଭାବନାର ପ୍ରବାହକୁ, ବିଚାରର ପ୍ରବାହକୁ ଦେଖିବା କିମ୍ବା ଆପଣଙ୍କର ଶ୍ୱାସ ପ୍ରଶ୍ୱାସ ଚାଲୁଛି, ଶ୍ୱାସକ୍ରିୟା ଚାଲୁଛି, ସେହି ଶ୍ୱାସକ୍ରିୟାରେ ମନକୁ ଲଗେଇଦେବା। ଏହା ହେଉଛି ଧ୍ୟାନର ମୂଳ ମନ୍ତ୍ର। ଯେତେବେଳେ ଜଣେ ଧ୍ୟାନ କରିବ, ନିଜର ଆଖି ବନ୍ଦ କରିକି ବହିର୍ମୁଖୀ ବିଚାରଧାରାକୁ, କାର୍ଯ୍ୟ କରିବାକୁ ଦେବ ନାହିଁ। ଆପଣ ଜାଣିଥିବେ ଧ୍ୟାନର ସୂତ୍ର ହେଉଛି, ଆପଣ ପ୍ରଥମତଃ କୁହାଯାଏ ଆପଣ ଆଖି ବନ୍ଦ କରିକି ଏକ ସ୍ଥିର ଆସନରେ ବସିଯାଆନ୍ତୁ ଏବଂ ମନ ଭିତରେ ଉଠୁଥିବା ବିଭିନ୍ନ ପ୍ରକାର ବିଚାରକୁ ଦେଖନ୍ତୁ। ସଚେତନ ଭାବରେ, ଜାଗ୍ରତ ଭାବରେ ଦେଖନ୍ତୁ। ଦେଖିଲେ ଆଜ୍ଞା କ'ଣ ହେବ? ଅତି ସୁନ୍ଦର କଥାଟିଏ ଘଟିବ। ଏହି ଧ୍ୟାନର ଅଭ୍ୟାସ କଲେ ମଣିଷ ଯେଉଁ ଭାବନାର, ବିଚାରଧାରାର ବା ମନର ଦାସ ହେଉଛି ତାହା ସିଏ ହେବ ନାହିଁ। ବିଚାରକୁ, ଇଚ୍ଛାକୁ, କାମନାକୁ ନିଜର ଦାସ କରିପାରିବ ଏହି ଧ୍ୟାନ ମାଧ୍ୟମରେ। ଆପଣ କହିବେ ତା କିପରି ସମ୍ଭବ ହେବ? ହଁ ଆଜ୍ଞା, ସମ୍ଭବ ହେବ। ଏହାର ବିଜ୍ଞାନ ଅଛି। ଆପଣ ନିଜେ ଏହାକୁ ଅନୁଭବ କରିପାରିବେ। ପ୍ରତ୍ୟେକ ବିଚାର ଆପଣା ଛାଏଁ ସେ ଗୋଟିଏ ଗୋଟିଏ ଆପଣଙ୍କର କାର୍ଯ୍ୟ
ଗୋଟିଏ ଗୋଟିଏ ଶକ୍ତିର ପ୍ରବାହ। ମଣିଷ ଯାହା ବି କରେ ସେ ବିଚାରକୁ ଆଧାର କରି ବା ବିଚାର ସେ ଭାବନାର ଗତିରେ ପ୍ରବାହିତ ହୋଇ କାର୍ଯ୍ୟ କରେ। ତେଣୁ ବିଚାର ବା ଭାବନାର ଗୋଟିଏ ମୂଳମନ୍ତ୍ର ହେଉଛି ତାହା ଯେତେବେଳେ ଆମ ମନ ମସ୍ତିଷ୍କରେ ସୃଷ୍ଟି ହୁଏ ସେ ବିଚାରଟି ସେହି ଜାଗାରେ ସ୍ଥିର ହୋଇ ରହେ ନାହିଁ, ତାହା ପରିପ୍ରକାଶ ହେବା ପାଇଁ ତତ୍ପର ହୁଏ। ଅର୍ଥାତ୍ ଜଣଙ୍କର ମନ ମସ୍ତିଷ୍କରେ ଯଦି କୌଣସି ପ୍ରକାର ଭାବନା ଆସୁଛି, ବିଚାର ଆସୁଛି, କାମନା ଉତ୍ପନ୍ନ ହେଉଛି, ତାହା ସେହି ଜାଗାରେ ଅର୍ଥାତ୍ ମନ ମସ୍ତିଷ୍କରେ ସ୍ଥିର ନ ହୋଇ ତାହା ଆପଣଙ୍କର କର୍ମେନ୍ଦ୍ରିୟ ମାଧ୍ୟମରେ ପ୍ରକାଶିତ ହେବା ପାଇଁ ସତଚେଷ୍ଟିତ ହୋଇଥାନ୍ତି। ଅର୍ଥାତ୍ ଆପଣ ମନ ଭିତରେ ସୃଷ୍ଟି ହୋଇଥିବା ଗୋଟିଏ ବିଚାର ତାହା କଥା ଆକାରରେ ପାଟି ମାଧ୍ୟମରେ ମୁଖ ମାଧ୍ୟମରେ ଉଚ୍ଚାରିତ ହୋଇଥାଏ କିମ୍ବା ହାତ ଗୋଡ଼ ମାଧ୍ୟମରେ ତାହା କାର୍ଯ୍ୟକାରୀ ହୋଇଥାଏ। ଏହା ହେଉଛି ବିଚାରର ଏକ ଜନ୍ମସିଦ୍ଧ ଆପଣଙ୍କର କ୍ରିୟା। ତେଣୁ ପ୍ରତ୍ୟେକ ଜୀବର ବିଶେଷ କରି ମଣିଷ ଏକ ବିଚାରଶୀଳ ପ୍ରାଣୀ। ସେ ଯେକୌଣସି କର୍ମ କରେ ତାହା ଏହି ବିଚାରକୁ ଆଧାର କରି କରେ। କିନ୍ତୁ ଯେହେତୁ ବିଚାର ବା ଭାବନା ସବୁ ଭାବନା ଗୁଡ଼ିକ ସକାରାତ୍ମକ ନଥାନ୍ତି, ଅନେକାଂଶରେ ନକାରାତ୍ମକ ଥାନ୍ତି, କିଛି ସକାରାତ୍ମକ ଥାନ୍ତି। ଯଦି ସବୁ ବିଚାରକୁ ଆମେ କୌଣସି ବାଧା ନ ଦେଇ ତାହା ସ୍ୱତଃପୂର୍ତ ଭାବରେ କାର୍ଯ୍ୟ କରିବାକୁ ଆମେ ଛାଡ଼ିଦେବା, ତେବେ ଆମ ଜୀବନ ଦୁର୍ବିଷ ହୋଇଯିବ, ଆମ ଜୀବନ ନଷ୍ଟ ହୋଇଯିବ, ଆମ ଜୀବନ ନିଷ୍ଫଳ ହୋଇଯିବ, ଯାହାକି ସମାଜରେ ଆପଣମାନେ ଦେଖିବାକୁ ପାଉଥିବେ ବା ନିଜ ଜୀବନରେ ଏହାର ପ୍ରମାଣ ଆପଣ ସ୍ୱୟଂ ନିଜେ ତା ଅନୁଭବ କରିଥିବେ। ବେଳେବେଳେ ଏପରି ଭାବନା ଆସେ, ବିଚାର ଆସେ, ତାହା ଆମ କଣ୍ଟ୍ରୋଲ ବାହାରେ ଥାଏ। ସେ ବିଚାରକୁ ଆଧାର କରି ଆମେମାନେ ଏପରି କିଛି କାର୍ଯ୍ୟ କରିଥାଉ, କଥା କହିଥାଉ, କାର୍ଯ୍ୟ କରିଥାଉ, ପରବର୍ତ୍ତୀ ସମୟରେ ଆମକୁ ତାହାର ବହୁ ମୂଲ୍ୟ ଦେବାକୁ ପଡ଼େ। ଆମେ ପଶ୍ଚାତାପ କରୁ, ଅନୁତାପ କରୁ, ଦୁଃଖ ପ୍ରକାଶ କରୁ, ମନେ ମନେ ଭାବୁ ଯଦି ମୁଁ ଏହା ନ କରିଥାନ୍ତି କେତେ ଭଲ ହୋଇଥାନ୍ତା, ଆଜି ମୁଁ ଏହି ଅବସ୍ଥାରେ ନଥାନ୍ତି। କିଛି କ୍ଷଣକର ଉତ୍ତେଜନାର ଶିକାର ହୋଇ ଯେଉଁ ମୁଁ ଭୁଲ କରିଛି, ଆଜି ଜେଲର ଚାରିକାନ୍ଥ ଭିତରେ ମୁଁ ଆବଦ୍ଧ ହୋଇଯାଇଛି, ମୋର ସ୍ୱାଧୀନତା ହରାଇଛି, ମୋ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି, ବା ସମାଜରେ ମୁଁ ଗୋଟିଏ ଘୃଣିତ, ଅପମାନିତ, ଅବହେଳିତ, ଲାଞ୍ଛିତ ବ୍ୟକ୍ତିଟିଏ ପାଲଟି ଯାଇଛି ସେହି କ୍ଷଣିକ ଉତ୍ତେଜନାର ଶିକାର ହୋଇ। ତେବେ ବିଚାର କିଭଳି ଭାବରେ ଆମ ଜୀବନକୁ ଗଢ଼ିପାରେ ବା ଭାଙ୍ଗିପାରେ ତାହା ଆପଣ ଜାଣିସାରିଥିବେ। ତେଣୁ ଧ୍ୟାନ କଲେ କ'ଣ ହୁଏ? ଧ୍ୟାନ କଲେ ଏକ ବିଶେଷ ସ୍ଥିତି, ଏକ ବିଶେଷ ମାନସିକ ଦୃଢ଼ତା ଆମମାନଙ୍କ ମଧ୍ୟରେ ବା ସେହି ସାଧକ ଯିଏ ଧ୍ୟାନ କରୁଛି ସେହି ସାଧକ ଭିତରେ ଗୋଟିଏ ସ୍ୱତନ୍ତ୍ର ଶକ୍ତି, ସ୍ୱତନ୍ତ୍ର ସତ୍ତା
ସତ୍ତାର ସେ ପରିଚୟ ଲାଭ କରେ ବା ସ୍ୱତନ୍ତ୍ର ସତ୍ତାର ସ୍ୱତନ୍ତ୍ର ଶକ୍ତିର ସେ ଅଧିକାରୀ ହୋଇଥାଏ। ଧ୍ୟାନ କଲେ ଆପଣମାନେ ଜାଣିଲେ ଯେ କି ପ୍ରତ୍ୟେକ ବିଚାର ଯେତେବେଳେ ମନ ମସ୍ତିଷ୍କରେ ସୃଷ୍ଟି ହେଉଛି ତାହାର ସ୍ୱଭାବ ହେଉଛି ସେ କିଭଳି ଭାବରେ ବାଣୀ ମାଧ୍ୟମରେ ହେଉ, କଥା ମାଧ୍ୟମରେ ହେଉ କିମ୍ବା କର୍ମେନ୍ଦ୍ରିୟ ମାଧ୍ୟମରେ ହେଉ, ହାତରେ ହେଉ କି ଗୋଡ଼ରେ ହେଉ ତାହା ପ୍ରକାଶିତ ହେବା ପାଇଁ ସଚେଷ୍ଟିତ ଥାନ୍ତି। ଯଦି ଆମେ ଜାଗ୍ରତ ଅଛନ୍ତି ତେବେ ସେ ଆମ କଣ୍ଟ୍ରୋଲରେ ରହନ୍ତି, ଯଦି ଆମେ ସଚେତନ ଅଛନ୍ତି ତେବେ ତାହା ଆମମାନଙ୍କର ପ୍ରଭୁତ କ୍ଷତି କରେ ବା ସିଏ ବାଣୀ ମାଧ୍ୟମରେ, କର୍ମେନ୍ଦ୍ରିୟ ମାଧ୍ୟମରେ, ହାତ ଗୋଡ଼ ମାଧ୍ୟମରେ ତାହା ପ୍ରକାଶିତ ହୋଇଯାଏ, କାର୍ଯ୍ୟରେ ପରିଣତ ହୋଇଯାଏ। ଧ୍ୟାନ କଲେ କିନ୍ତୁ ଆଜ୍ଞା ଏଠି ଗୋଟେ ବିଲକ୍ଷଣ ସୃଷ୍ଟି ହୁଏ, ଗୋଟିଏ ଆପଣଙ୍କର ପ୍ରତିରୋଧ ସୃଷ୍ଟି ହୁଏ। ସେହି ବିଚାର ଗୁଡ଼ିକ ସ୍ୱତଃପୃତ ଭାବରେ ତାଙ୍କର ଯେଉଁ ବେଗ, ଯେଉଁ ଗତି ବହିର୍ମୁଖୀ ଥାଏ ବା ସିଏ ବାଣୀ ଦ୍ୱାରା କିମ୍ବା ଆପଣଙ୍କର କର୍ମେନ୍ଦ୍ରିୟ ଦ୍ୱାରା, ହାତ ଗୋଡ଼ ପାଟି ଦ୍ୱାରା ପରିପ୍ରକାଶ ହୋଇପାରନ୍ତି ନାହିଁ। ସେହି ଶକ୍ତିଟା ରୂପାନ୍ତରିତ ହୋଇଯାଏ ଅନ୍ତର୍ନିହିତ ଶକ୍ତି ଭାବରେ, ଧୈର୍ଯ୍ୟ ଶକ୍ତି ଭାବରେ, ବିଚାର ଶକ୍ତି ଭାବରେ। କାରଣ ପ୍ରତ୍ୟେକ ବିଚାର, ପ୍ରତ୍ୟେକ ଭାବନାର ବେଗ ଅଛି, ତାହା ଦେହରେ ସୃଷ୍ଟି ବା ବିନାଶ କରିବାର ଶକ୍ତି ନିହିତ ଅଛି। ଯେତେବେଳେ ଜଣେ ଧ୍ୟାନ କରୁଛି ସେ ଜାଣିପାରେ କିଭଳି ଭାବରେ ସେ ଶକ୍ତିର ବେଗ ତାକୁ କିଭଳି ଭାବରେ ଆନ୍ଦୋଳିତ କରୁଛି, ତାହାକୁ ଅସ୍ଥିରତା ଆଡ଼କୁ ନେଇଯାଉଛି ବା ଶାରୀରିକ କାର୍ଯ୍ୟ କରିବା ପାଇଁ ତାହାକୁ ପ୍ରେରିତ କରୁଛି, ତାହାକୁ ବାଧ୍ୟ କରୁଛି। ତେଣୁ ଧ୍ୟାନରେ ଗୋଟିଏ କଣ୍ଡିସନ୍ କରାଯାଏ, ଆପଣଙ୍କର ଯେତେ ଇଚ୍ଛା ହେଉ ପଛେ ଆପଣ ନିଜ ଶରୀରକୁ ହଲଚଲ କରିବେ ନାହିଁ, ନିଜର ସମସ୍ତ ଶରୀରକୁ ନିଶ୍ଚଳ ଭାବରେ, ଦୃଢ଼ ଭାବରେ ସ୍ଥିର କରିବେ। ଏଥିରେ ପ୍ରଥମ କ'ଣ ହୁଏ, ଧରାଯାଉ ଜଣଙ୍କର ପାନ ଖାଇବାର ଅଭ୍ୟାସ ଅଛି ବା ଯେକୌଣସି ଗୋଟିଏ କୁ ଅଭ୍ୟାସ ବା ସୁ ଅଭ୍ୟାସ ଅଛି। ମନେ କରନ୍ତୁ ପାନ ଖାଇବାର ଅଭ୍ୟାସ ଅଛି, ସେ ଯେତେବେଳେ ଧ୍ୟାନ କରିବାକୁ ବସିବ ସେତେବେଳେ ତାର ପାନ ଖାଇବା ଇଚ୍ଛା ଥର ସୃଷ୍ଟି ହେବ। ତେଣୁ ଧ୍ୟାନର ନିୟମ କୁହାଯାଇଛି ଯେ କି ତୁମେ ବା ସେଇ ଧ୍ୟାନୀ ବ୍ୟକ୍ତି କୌଣସି ପ୍ରକାର ଶାରୀରିକ ବା ଶରୀର ଦ୍ୱାରା ଶରୀରକୁ ଆପଣଙ୍କର ହଲଚଲ କରିବ ନାହିଁ, ସ୍ଥିର ରଖିବ। ତେଣୁ ଯେହେତୁ ସେ ପାନ ଖାଇବାର ଅଭ୍ୟସ୍ତ ଅଛି, ଯଦି ସିଏ କୌଣସି ମୁହୂର୍ତ୍ତରେ ଧ୍ୟାନ କରୁଛି ତା ମନ ଭିତରେ ପାନ ଖାଇବାର ପ୍ରବୃତ୍ତି, ପାନ ଖାଇବାର ଇଚ୍ଛା ସୃଷ୍ଟି ହୁଏ, ତେବେ କ'ଣ ହେବ ନା ପୂର୍ବରୁ ଯେତେବେଳେ ସେ ଧ୍ୟାନ କରୁନଥିଲା ବା କରୁନଥିବ କ'ଣ ହୋଇଥାଏ ନା ଯେତେବେଳେ ତା ପାନ ଖାଇବାର ଇଚ୍ଛା ହୁଏ ସେ ସଙ୍ଗେ ସଙ୍ଗେ ତାହାର ବ୍ୟବସ୍ଥା କରେ, କାହାଠାରୁ ମାଗିକି ଆଣି ପାନ ଖାଏ ବା ନିଜେ ପାନ ଦୋକାନକୁ ଯାଇ ପାନ କିଣିକି ଖାଏ। ତେବେ ଏଠି ଗୋଟିଏ ଆପଣଙ୍କର ଲକ୍ଷ୍ୟ କରନ୍ତୁ, ଇଚ୍ଛାଟା କିଭଳି ଭାବରେ ଶରୀର ମାଧ୍ୟମରେ ତାହା କାର୍ଯ୍ୟକାରୀ ହୋଇଯାଉଛି। କିନ୍ତୁ ଜଣେ ସେଇ ପାନଖିଆ ବ୍ୟକ୍ତି ଯଦି ଧ୍ୟାନ କରୁଛି, ଧ୍ୟାନର ନିୟମକୁ ପାଳନ କରୁଛି, ତେବେ ଏଇ ଯେଉଁ କ୍ରିୟାଟି ପାନ ଖାଇବା ଇଚ୍ଛା ହେଲା କିନ୍ତୁ
सी पान खाया को जीव नहीं। पूर्वर किंतु सी पान खाଇବା इच्छा हेबा मात्रे पान खाउथला। एई ध्यान अवस्था रे ताहा सेपरि हेई पारिबो नाही। एपरिले कौन हबो ना ता भितरे गोटे धैर्य शक्ति रो विकास लाभ करियो। प्राकृतिक भाव रे मनीष जन्मरू जुई किभଳି भाव विभिन्न इच्छा कामना वासनार दास होई से इच्छा गुड़ी को चरितार्थ करिया पई निजर सहमति बा असहमति थिबा सत्वे विवशतावशत विवश होई से पथरे आगे जाए। किंतु ध्यानी पक्षरे ध्यान करुଥିବା व्यक्ति माध्यम रे सेपरि कार्यक्रम सेपरि व्यवस्था और कार्य करिबो नाही। ध्यानी व्यक्ति निजर एक स्वतंत्र परिचय सृष्टि करे, निजको से आविष्कार करे। यही कामनार जो बेग से सकारात्मक कामना हो बा नकारात्मक कामना हो, से सदिच्छा हो बा सत हो असत हो, सत इच्छा हो बा असत इच्छा हो, दूषित इच्छा हो, ये समस्त इच्छारू सी ऊर्ध्व को उठी जाए। सी गोटे साक्षी बा निर्लिप्त अनासक्त स्थिर तत्व सह परिचय लाभ हुए, जहाको यौगिक भाषा रे ताहाको आत्मतत्व कहा जाए, ताहाको स्वरूप कहा जाए। देखो गोटे सुंदर उदाहरण आपण फोर व्हीलर गाड़ी जानी थे। फोर व्हीलर गाड़ी रे गियर सिस्टम थाए। गति करिया पई दुईटी गियर थाए। प्रथम गियर होची फॉरवर्ड, आगो को गति करिया पई गियर थाए, से पांचटा कि छटा थाई पारे। पछो जिया पई गोटी गियर थाए, बैकवर्ड गियर कहते। जे पर्यंत गाड़ीटी गियर अच्छी एवं स्टार्ट बंद होई नहीं, सी आगो को जीवो नचेत पछ को जीवो, से स्थिर हो पारिबो नाही। स्थिर केतेबेले हबो जेतेबेले से न्यूट्रल हबो। न्यूट्रल हिला पर ही गाड़ी स्थिर भाव रे रही पारिबो, नचेत से गतिशील हबो। ठीक सेही भली भाव रे मनुष्यर विचार जिते मनुष्य विचार युक्त हबो, सी सकारात्मक विचार हो बा नकारात्मक विचार हो, शुभ हो अशुभ हो, ये दुईटी से गाड़ीर गियर परी। ये दुईटी द्वारा से यदि प्रभावित होउछि, से निश्चित रूप ता भितरे गति सृष्टि हबो, किछि कार्य होई जिवो ता द्वारा। किंतु जड़े ध्यानी व्यक्ति ताठारे एपरी परिलक्षित हेब नाही। से शुभ अशुभ भावनार क्रियारू ऊर्ध्व को उठी जाए। सी गाड़ी परी एक न्यूट्रल अर्थात साक्षी अवस्थार अनुभव करे। साक्षी तत्व ता भितर विकसित लाभ करे बा साक्षी तत्व से अधिष्ठित हो जाए। साक्षी तत्व से स्थिर हो जाए, न्यूट्रल हो जाए, शांत हो जाए। किंतु प्राकृतिक भाव रे जन्मर जुई मनीष ता मन भितरे कामना वासनार जो प्रवाह, जो गति, जो श्रृंखला चली थाए, सी भावे मुही होउछि कामनामय इच्छामय बा
ଏହି ଶୁଭ ଅଶୁଭର ମିଶ୍ରଣରେ ଗୋଟିଏ ତତ୍ତ୍ୱ। ସେ ନିଜର ସ୍ଥିରତାକୁ ଜାଣିପାରେ ନାହିଁ। ନିଜେ ସିଏ ଭାବନାର ଊର୍ଦ୍ଧ୍ୱରେ ତାର ଅବସ୍ଥିତି ଅଛି। ଭାବନାରୁ ମୁକ୍ତ ଏକ ଅବସ୍ଥା ଅଛି ବା ଭାବନାର ଊର୍ଦ୍ଧ୍ୱରେ ଏକ ତତ୍ତ୍ୱ ଅଛି, ତାହା ସେ ଜାଣିପାରେ ନାହିଁ। ଯାହାଫଳରେ କି এই ଇଚ୍ଛା ରୂପକ, ମନ ରୂପକ, ଭାବନା ରୂପକ ଶକ୍ତିର ଅଧୀନରେ ହେଇ ବା ମନ ରୂପକ ଆପଣଙ୍କର ଶକ୍ତିର ଅଧୀନ ହୋଇ ସିଏ କଣ୍ଢେଇ ପରି ନାଚିଥାଏ, ପରାଧୀନ ହୋଇଯାଏ, ନିଜର ସ୍ୱାଧୀନତା ହରେଇ ବସେ। ତେବେ ଧ୍ୟାନ କଲେ କ'ଣ ହୁଏ ନା ତାହାର ଯେଉଁ ଜନ୍ମସିଦ୍ଧ ସ୍ଥିରତା ଅଛି, ସ୍ୱାଧୀନତା ଅଛି, ସେହି ସ୍ଥିରତା, ସେହି ସ୍ୱାଧୀନତାର ପରିଚୟ ଲାଭ କରିଥାଏ। ଏହା ଏକ ବିରାଟ ଉପଲବ୍ଧି, ବିରାଟ ତତ୍ତ୍ୱର ଆବିଷ୍କାର। ଏଇଥିପାଇଁ କହୁଛି, ଏହା ଉଦ୍ଭାବର ନୁହେଁ। ଏହି ସ୍ଥିରତା, ଏହି ସ୍ୱାଧୀନତା ତା ଭିତରେ ସଦାସର୍ବଦା ଅଛି, କିନ୍ତୁ ସିଏ ଅନଭିଜ୍ଞ ଅଛି, ଅଜ୍ଞାତ ଅଛି, ଜାଣିନାହିଁ, ଅବଗତ ହୋଇନାହିଁ। ନିଜର ସେହି ସ୍ଥିର ତତ୍ତ୍ୱ, ସେହି ସ୍ୱାଧୀନ ଶକ୍ତି ସହ ସେ ପରିଚିତ ଲାଭ କରିନାହିଁ। ତେଣୁ ଧ୍ୟାନ ମାଧ୍ୟମରେ ସର୍ବପ୍ରଥମେ ସେ ନିଜର ସେହି ସ୍ଥିରତାକୁ ଜାଣେ, ଯାହାଫଳରେ କି ନାହିଁ ନଥିବା ଅନେକ ବିପଦରୁ, ଅସୁବିଧାରୁ ମୁକ୍ତ ହୋଇଯାଏ। କାରଣ ଆପଣ ଦେଖୁଥିବେ, ସଂସାରରେ ଯେତେ ପ୍ରକାରର ଭଲ ହେଉ, ମନ୍ଦ ହେଉ, ଶୁଭ ହେଉ, ଅଶୁଭ ହେଉ, ଯେକୌଣସି କାର୍ଯ୍ୟ ହେଉଛି, ତା ପଛପଟରେ ଏହି ବିଚାର ହିଁ ଦାୟୀ, ଏହି ଇଚ୍ଛା ହିଁ ଦାୟୀ, ଏହି ଭାବର ସ୍ରୋତ ହିଁ ଦାୟୀ। ଆପଣ ଦେଖୁଥିବେ, ସମାଜରେ ବିଭିନ୍ନ ପ୍ରକାରର ବଡ଼ ଧରଣର କାର୍ଯ୍ୟକ୍ରମ ହୋଇଯାଉଛି, ଭିଡ଼ ହିଂସା ହେଉଛି, ଅନେକ ଲୋକ ଏକତ୍ରିତ ହୋଇ ଅମାନୁଷିକ, ଅନ୍ୟାୟ, ଅତ୍ୟାଚାର ଜନିତ କାର୍ଯ୍ୟ କରୁଛନ୍ତି ବା କରିବାକୁ ପଶ୍ଚାତପଦ ହେଉନାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ସେ କରିଥିବା ସେହି କାର୍ଯ୍ୟକୁ ଆଖି ଆଗରେ ରଖି, କାର୍ଯ୍ୟକୁ ବିଶ୍ଳେଷଣ କରି, କାର୍ଯ୍ୟକୁ ଭାବି ଅନୁତାପ କରନ୍ତି, ପଶ୍ଚାତାପ କରନ୍ତି, ନିଜକୁ ଦୋଷୀ ବୋଲି ମନେ କରନ୍ତି। କିନ୍ତୁ ସିଏ ଜାଣିନଥାନ୍ତି, ତାଙ୍କର ଅଜାଣତରେ ସିଏ କାମର, ବାସନାର, ଇଚ୍ଛାର ସେମାନେ ଦାସ ହୋଇ ସାରିଥାନ୍ତି। ତେଣୁ ଜଣେ ଧ୍ୟାନୀ ବ୍ୟକ୍ତି ଏହି ଜନ୍ମଗତ ଯେଉଁ ବିଚାରଧାରା ଅଛି, ଭାବର ସ୍ରୋତ ଆସୁଛି, ସେ ସ୍ରୋତରୁ ନିଜକୁ ଉଦ୍ଧାର କରି ନିଏ। ସେହି ସ୍ରୋତର ଅନୁକୂଳ ବା ପ୍ରତିକୂଳରେ ସିଏ ଯାଏ ନାହିଁ, ସେ ସ୍ରୋତରୁ ଅଲଗା ହୋଇଯାଏ। ବିଚାର ରୂପକ ଯେଉଁ ନଦୀ ବହି ଯାଉଛି, ସେହି ସ୍ରୋତରେ ସିଏ ନିଜକୁ ସାମିଲ କରେ ନାହିଁ, ନିଜକୁ ଉଦ୍ଧାର କରି ନିଏ। ନିଜର ଏକ ସ୍ୱତନ୍ତ୍ର ପରିଚୟ ଶକ୍ତି ସହ ସେ ପରିଚିତ ଲାଭ କରେ, ଯାହାଫଳରେ କି ତା ମନ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ବିଭିନ୍ନ ବିଚାର ଦ୍ୱାରା ସିଏ କ୍ଷତାକ୍ତ ହୁଏ ନାହିଁ, ସିଏ ପ୍ରଭାବିତ ହୁଏ ନାହିଁ, ସିଏ
ଆପଣଙ୍କର ସେହି ସ୍ରୋତରେ ବହିଯାଏ ନାହିଁ। ତେଣୁ ଏହା ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ ଘଟିଥାଏ ଜଣେ ଧ୍ୟାନୀ ସାଧକଙ୍କ ମନ ମସ୍ତିଷ୍କରେ। ତେଣୁ ଧ୍ୟାନ ହେଉଛି ଏପରି ଏକ ପ୍ରକ୍ରିୟା ଯାହା ଦ୍ୱାରା ମଣିଷ ଯେକୌଣସି କାର୍ଯ୍ୟ ବା କାର୍ଯ୍ୟ କରେ ବା ବାଣୀକୁ ଉଚ୍ଚାରଣ କରେ, କଥା କହେ, ପରବର୍ତ୍ତୀ ମୁହୂର୍ତ୍ତରେ ତାହାକୁ କୌଣସି ପ୍ରକାର ପଶ୍ଚାତାପ କରିବାକୁ ପଡ଼େ ନାହିଁ। ବା ଧ୍ୟାନ ଏପରି ଏକ କ୍ରିୟା ଯାହା ମାଧ୍ୟମରେ ସିଏ ନିଜକୁ ଏକ ବିପଦମୁକ୍ତ ଅବସ୍ଥାରେ ପାଇଥାଏ। ଧ୍ୟାନର କୌଣସି ସୀମା ନାହିଁ, ଧ୍ୟାନର ଅନନ୍ତ ଶକ୍ତି ଅଛି। ଜଣେ ଧ୍ୟାନୀ ବ୍ୟକ୍ତି ଧ୍ୟାନସ୍ଥ ତତ୍ତ୍ୱକୁ ବୁଝିଗଲେ, ଧ୍ୟାନକୁ ବୁଝିଗଲେ, ତା ଭିତରେ ଧାରଣ କରିବାର ଶକ୍ତି ଆସିଯାଇଥାଏ। ଯେକୌଣସି ବିଚାରକୁ ସିଏ ଦୀର୍ଘ ସମୟ ଧରି ତାହାକୁ ଧରି ରଖିବାର ଯେଉଁ ଶକ୍ତି ତା ଭିତରେ ବିକାଶ ଲାଭ କରିଥାଏ, ବିକଶିତ ହୋଇଯାଏ। କାରଣ ସିଏ ସମସ୍ତ ସକାରାତ୍ମକ ବା ନକାରାତ୍ମକ ବିଚାରଧାରାରୁ ନିଜକୁ ୱିଡ୍ର କରିନିଏ, ନିଜକୁ ନ୍ୟୁଟ୍ରାଲାଇଜ୍ କରିନିଏ। ସ୍ୱତଃପୂର୍ତ ଭାବରେ ତା ଭିତରେ ଏକ ବିଶେଷ ଶକ୍ତିର ସମ୍ଭାବନା ସୃଷ୍ଟି ହୁଏ। ସେ ଯେକୌଣସି ଭାବନାକୁ ବିଶେଷ କରି ଆପଣଙ୍କର ସକାରାତ୍ମକ ଭାବନାକୁ ଗ୍ରହଣ କରି ତାହାକୁ କାର୍ଯ୍ୟରେ ପରିଣତ କରେ। ଏହି ବିଚାର କିଭଳି ଭାବରେ ପ୍ରତି ମୁହୂର୍ତ୍ତରେ ମଣିଷକୁ ଆପଣଙ୍କର ଉନ୍ନତିର ଶିଖରକୁ ପହଞ୍ଚାଇ ପାରେ ବା ଦୁଃଖର ଗର୍ତ୍ତ ଭିତରେ ପକାଇ ତାହାକୁ ପଶ୍ଚାତାପ କରିପାରେ, ତାହା ଆପଣ ମାନେ ନିଜ ଜୀବନରେ ବା ସମାଜରେ ଦେଖିବାକୁ ପାଇଥିବେ। ତେଣୁ ଏହି ଶବ୍ଦର, ଏହି ବିଚାରର କେତେ ଯେ ଶକ୍ତି ତାହା ଆପଣମାନେ ଜାଣିସାରିଥିବେ। ଏହି ପରିପ୍ରେକ୍ଷୀରେ ଏକ ପୌରାଣିକ କାହାଣୀ ମନେ ପଡ଼ୁଛି, ଉଦାହରଣ ମନେ ପଡ଼ୁଛି। ମହାଭାରତର ଶେଷ ପର୍ବ ରାଜା ଯୁବରାଜ ଦୁର୍ଯ୍ୟୋଧନ ଯେତେବେଳେ ମାନସରୋବରରେ ମା ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ, ନିଜର ଜୀବନକୁ ବଞ୍ଚାଇବା ପାଇଁକି ପଞ୍ଚୁ ପାଣ୍ଡବଙ୍କର ହାତରୁ ନିଜ ପ୍ରାଣକୁ ବଞ୍ଚାଇବା ପାଇଁ, ସେହି ସମୟର କଥା। ଯେତେବେଳେ ପଞ୍ଚୁ ପାଣ୍ଡବମାନେ ସବୁଆଡ଼େ ଖୋଜିଛନ୍ତି ଦୁର୍ଯ୍ୟୋଧନକୁ ବଦ୍ଧ କରିବା ପାଇଁକି, ହତ୍ୟା କରିବା ପାଇଁ, ସେମାନେ ପାଇନାହାନ୍ତି। ବିଶେଷ ସୂତ୍ରରୁ ସେମାନେ ଜାଣିବାକୁ ପାଇଲେ ଯେ ଦୁର୍ଯ୍ୟୋଧନ ମାନସରୋବରରେ ଲୁଚି ରହିଛନ୍ତି ମା ଲକ୍ଷ୍ମୀଙ୍କ କୋଳରେ। ତେଣୁ କିଭଳି ଭାବରେ ତାଙ୍କୁ ସେ ମାନସରୋବରରୁ ବାହାରକୁ ଆଣିବେ, ତାହାର ଏଟା ଉପାୟ ଚିନ୍ତା କରିଛନ୍ତି। ସିଏ ଭୀମଙ୍କ ମାଧ୍ୟମରେ, ପାଣ୍ଡବ ଭୀମଙ୍କ ମାଧ୍ୟମରେ ଦୁର୍ଯ୍ୟୋଧନକୁ 3ଟି ଡାକ ମାରିଛନ୍ତି। ଆପଣମାନେ ବୁଝନ୍ତୁ। ଏକ ସୁନ୍ଦର କାହାଣୀ। ହୁଏତ ସେ କାହାଣୀ ମିଛ ହୋଇପାରେ, କିନ୍ତୁ ତାହାର ଯେଉଁ ମୋରାଲ ଥିଙ୍କ ଅଛି, ଯେଉଁ ବୈଜ୍ଞାନିକ ମନସ୍ତାତ୍ତ୍ୱିକ ସତ୍ୟ ଅଛି, ଆମେ ତାକୁ ଜାଣିବା। ମା ଲକ୍ଷ୍ମୀ ହେଉଛନ୍ତି ଉନ୍ନତିର ବା ଧନର ପ୍ରତୀକ। ଦୁର୍ଯ୍ୟୋଧନ
ତାଙ୍କର ଶରଣପନ୍ନ ହୋଇଛନ୍ତି। ମା ଲକ୍ଷ୍ମୀ କହୁଛନ୍ତି, ହେ ପୁତ୍ର, ତୁ ଯଦି ଭୀମର ଏ ତିନୋଟି ଡାକକୁ ସହିଯିବୁ, ମୋ କୋଳକୁ ପରିତ୍ୟାଗ ନ କରିବୁ, ତେବେ ସଂସାର କୌଣସି ଶକ୍ତି ତୁମକୁ ପରାଜୟ କରିପାରିବ ନାହିଁ, ତୁମକୁ ନାଶ କରିପାରିବ ନାହିଁ, ତୁମକୁ ବଦ୍ଧ କରିପାରିବ ନାହିଁ। କିନ୍ତୁ ଆପଣ ଜାଣିଥିବେ, ଭୀମଙ୍କର ପ୍ରଥମ ଡାକକୁ ସିଏ କଷ୍ଟମଷ୍ଟେ ସହିଯାଇଛି, ଦ୍ୱିତୀୟ ଡାକକୁ ବି କଷ୍ଟମଷ୍ଟେ ସହିଯାଇଛି ଏବଂ ତୃତୀୟ ଡାକରେ ସେ ମା ଲକ୍ଷ୍ମୀଙ୍କ କୋଳକୁ ତ୍ୟାଗ କରିଛି, ମାନସ ସରୋବରରୁ ବାହାରି ଆସିଛି ଏବଂ ଭୀମଙ୍କ ସହିତ ଯୁଦ୍ଧ କରି ନିଜର ପ୍ରାଣକୁ ବିସର୍ଜନ କରିଛି। ତେଣୁ ଏଥିରୁ ଗୋଟେ ପ୍ରମାଣ ମିଳୁଛି ଯେ କି ଶବ୍ଦର କେତେ ଶକ୍ତି। ଆପଣମାନେ ବିଚାର କରନ୍ତୁ, ଭୀମ ତିନୋଟି ଶବ୍ଦ ମାଧ୍ୟମରେ ଦୁର୍ଯ୍ୟୋଧନକୁ ଆପଣଙ୍କର ଗୋଟିଏ ସୁରକ୍ଷିତ ଜାଗାରୁ, ଗୋଟେ ନିର୍ଭୟ ଜାଗାରୁ ଉଠାଇ ଆଣିଥିଲା ସେଇ ତିନୋଟି ଡାକ। ତେବେ ଆପଣ ମନରେ ସନ୍ଦେହ ଆସୁଥିବ, ଏ ତିନୋଟି ଡାକ କ'ଣ? ତିନୋଟି ଶବ୍ଦ କ'ଣ? କାହିଁକି 4ଟି ଶବ୍ଦ ହେଲାନି, 5ଟି ଶବ୍ଦ ହେଲାନି? ତାତ୍ତ୍ୱିକ ଦୃଷ୍ଟିକୋଣ ଦେଖିଲେ ଏହି କାହାଣୀର ଏକ ବିଶେଷତ୍ୱ ଅଛି। ମା ଲକ୍ଷ୍ମୀ ହେଉଛନ୍ତି, ଆଜିର ଏଇ ଯେଉଁ ଆଲୋଚନା ହେଉଛି, ଧ୍ୟାନର ପ୍ରତୀକ ଏବଂ ଭୀମ ଡାକିଥିବା ଯେଉଁ ଶବ୍ଦ ତାହା ହେଉଛି ତ୍ରିଗୁଣ ଯୁକ୍ତ। ସତ୍ୱ ରଜ ତମ ଏ ଯେଉଁ ଗୁଣ ଅଛି। ତେଣୁ ଯଦି ଆମ୍ଭେମାନେ ଧ୍ୟାନ ରୂପକ ମା ଲକ୍ଷ୍ମୀଙ୍କ କୋଳରେ ଯେପର୍ଯ୍ୟନ୍ତ ଥିବା, ଏହି ବାହାରର ଯେଉଁ ତ୍ରିଗୁଣାତ୍ମକ ଶକ୍ତି ଅଛନ୍ତି, ଗୁଣ ଅଛନ୍ତି, ତାହା ଆପଣଙ୍କ ସେ ଧ୍ୟାନ ରୂପକ ମା ଲକ୍ଷ୍ମୀଙ୍କ କୋଳରୁ ବାହାରକୁ ଆଣିବା ପାଇଁ ସଚେଷ୍ଟିତ ହେବେ। ଅର୍ଥାତ୍ ଆପଣ ଯେତେବେଳେ ଧ୍ୟାନସ୍ଥ ହେବେ, ଏହି ତିନୋଟି ଗୁଣକୁ ଆଧାର କରି ସେହି ଧ୍ୟାନୀ ବ୍ୟକ୍ତିଙ୍କ ମନ ମସ୍ତିଷ୍କରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ସୃଷ୍ଟି ହେବ। ଅର୍ଥାତ୍ ତାଙ୍କର ଧ୍ୟାନ ଭଙ୍ଗ ହେବ ବା ସେ ଯେଉଁ ସ୍ଥିରତା ତାଙ୍କ ଭିତରେ ଅଛି, ଯେଉଁ ଶରୀରକୁ ସେ ସ୍ଥିର ଭାବରେ, ଦୃଢ଼ ଭାବରେ ହଲଚଲ ନ କରି ରଖିଛନ୍ତି, ତାହା ହଲଚଲ ହୋଇଯିବ, ତା ସ୍ଥିରତା ଭଙ୍ଗ ହେବ, ସେହି ମନ ମସ୍ତିଷ୍କରେ ଉଠିଥିବା ବିଚାର କାର୍ଯ୍ୟକାରୀ ହୋଇଯିବ। କିନ୍ତୁ ଯଦି ସେଦିନ ଦୁର୍ଯ୍ୟୋଧନ ଭୀମଙ୍କର ସେହି 3 ଡାକକୁ ସହ୍ୟ କରିଥାନ୍ତା, ତେବେ ତାହାର ମୃତ୍ୟୁ ହୋଇନଥାନ୍ତା। ଠିକ୍ ସେହିଭଳି ଭାବରେ ଯେତେବେଳେ ଆମେ ଧ୍ୟାନରେ ଅଛନ୍ତି, ଧ୍ୟାନ ଦୃଢ଼ୀଭୂତ ହୋଇଯାଇଛି, ଯଦି ଆମ ଧ୍ୟାନ ସଫଳ ହୋଇଯାଉଛନ୍ତି, ତେବେ ଆପଣଙ୍କୁ କଦାପି ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ ନାହିଁ, କାମନା ବାସନାର ଦାସ ହେବାକୁ ପଡ଼ିବ ନାହିଁ, ଭବିଷ୍ୟତରେ ଅନୁତାପ କରିବାକୁ ପଡ଼ିବ ନାହିଁ, ପଶ୍ଚାତାପ କରିବାକୁ ପଡ଼ିବ ନାହିଁ। ତେଣୁ ଧ୍ୟାନ ଏପରି ଏକ ଆନ୍ତରିକ କ୍ରିୟା ଯାହା ଆପଣଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇ ଦେଇଥାଏ। ଆପଣମାନେ ଦେଖୁଥିବେ, ବାତ୍ୟା ଯେତେବେଳେ ହୁଏ, ଯେତେବେଳେ ପବନ ଜୋର ବେଗରେ ଆସେ, ଧୀରେ ଧୀରେ ତ ହୁଏ ପ୍ରଥମ, କିନ୍ତୁ ଗଛ ଗୁଡ଼ିକ କେତେବେଳେ ଆଜ୍ଞା ଉପୁଡ଼େ, ଯେତେବେଳେ ସେ ଧୀରେ ଧୀରେ ପବନ ବହୁଥିବା ମଧ୍ୟରେ ବେଳେବେଳେ ଝୁଙ୍କ ଆସେ,
ଗୋଟିଏ ପବନର ଏକ ବିଶେଷ ଝୁଙ୍କ ଆସେ, ତାହାଦ୍ୱାରା ସେହି ଗଛ ଗୁଡ଼ିକ ବିରାଟ ଗଛ ଗୁଡ଼ିକ ଉପୁଡ଼ି ଯାଆନ୍ତି। ଠିକ୍ ସେହିଭଳି ଭାବରେ ଆମ ମନ ମସ୍ତିଷ୍କରେ ବେଳେବେଳେ ଆପଣଙ୍କର ବିଭିନ୍ନ ପ୍ରକାର ଭାବ ଆସିଥାଏ, କିନ୍ତୁ ବେଳେବେଳେ ଏକ ଶକ୍ତିଶାଳୀ ଭାବନା ଆସେ। ସେ ଭାବନାର ପ୍ରଭାବରେ ଆମ୍ଭେମାନେ ଏହି ମଣିଷ ଭାବନାର ପ୍ରଭାବରେ ପ୍ରଭାବିତ ହୋଇଯାଏ, ଭାବନା ଅନୁସାରେ କାର୍ଯ୍ୟ କରିଥାଏ। ତେଣୁ ଜଣେ ଧ୍ୟାନ ବ୍ୟକ୍ତି ତା ଭିତରେ ଏହି ବ୍ୟତିକ୍ରମ ହୋଇଯାଏ ଯେ ସେ ସେହି ଭାବନାର ପ୍ରବାହକୁ, ସେ ଝୁଙ୍କକୁ ସହିଯାଏ। ସେ ନିଜର ଏକ ନ୍ୟୁଟ୍ରାଲ ପୋଜିସନକୁ, ସାକ୍ଷୀ ଅବସ୍ଥାକୁ ଜାଣିଯାଏ, ସାକ୍ଷୀ ଅବସ୍ଥାର ପରିଚୟ ଲାଭ କରିଥାଏ, ଯାହାଫଳରେ କି ଯେତେ ସୁଖ ଦୁଃଖ ଆସିଲେ ବି ସିଏ ସ୍ଥିର ହୋଇଯାଏ। ପବନ ନଥିବା ସ୍ଥାନରେ ଜଳୁଥିବା ଦୀପ ପରି ତାର ବୁଦ୍ଧି, ତାର ସ୍ଥିତି ସ୍ଥିର ହୋଇଯାଏ। ବାୟୁ ନଥିବା ଅବସ୍ଥାରେ ସମୁଦ୍ରର ଶାନ୍ତ ଲହଡ଼ି ସିଏ ହୋଇଯାଏ। ସମୁଦ୍ର ଲହଡ଼ି କାହିଁକି ଉଠେ ଆଜ୍ଞା? ନା ବାୟୁ ପ୍ରଭାବ ଯୋଗୁଁ। ପବନ ବହୁଥିବାରୁ ସମୁଦ୍ର, ସ୍ଥିର ସମୁଦ୍ର ଆନ୍ଦୋଳିତ ହୋଇଥାଏ, କ୍ରିୟାଶୀଳ ହୋଇଥାଏ, ଯାହାକୁ ଜୁଆର ଭଟ୍ଟା ବୋଲି ଆମେ କହୁ। ଯଦି ପବନ ନ ବହିବ ତେବେ ସେ ଜୁଆର ଭଟ୍ଟା ହେବ ନାହିଁ। ଠିକ୍ ସେହିଭଳି ଭାବରେ ଯେତେବେଳେ ଏ ସାଧକର, ଧ୍ୟାନୀ ବ୍ୟକ୍ତିର ମନ ମସ୍ତିଷ୍କରୁ କାମନା ବାସନା ପ୍ରତି ବୈରାଗ୍ୟ ଜାତ ହୁଏ ବା ଧ୍ୟାନ ମାର୍ଗରେ ସେ ମାର୍ଗୀ ହୋଇ ନିଜର ସେ ସର୍ବୋଚ୍ଚ ସାକ୍ଷୀ ସ୍ୱରୂପ ସହିତ ପରିଚିତ ଲାଭ କରେ, ସିଏ ସ୍ଥିତପ୍ରଜ୍ଞତା ଲାଭ କରେ, ସେ ମୁକ୍ତି ଲାଭ କରେ। ଏହି ଜନ୍ମସିଦ୍ଧ ଆଜନ୍ମ ଜନ୍ମରୁ ଦୁଇ ପର୍ଯ୍ୟନ୍ତ ଯେଉଁ ବିଚାରଧାରା ଶୃଙ୍ଖଳା ଅଛି, ବ୍ୟାକ୍ ଟୁ ବ୍ୟାକ୍, ପଛକୁ ପଛ ବିଭିନ୍ନ ପ୍ରକାର ବିଚାର ଆସୁଛି, ସେ ବିଚାରର ବେଗରୁ, ବିଚାରର ପ୍ରଭାବରୁ, ବିଚାରର ବନ୍ଧନରୁ ସେ ମୁକ୍ତ ହୋଇଯାଏ। ସେ ନିର୍ବିଚାର ସ୍ଥିତି ସହିତ ପରିଚିତ ଲାଭ କରି ପରିଚୟ ପ୍ରାପ୍ତ ହୋଇଥାଏ, ଅନୁଭବ କରିଥାଏ ଯେ ସେ ମନ ନୁହେଁ, ସେ ବିଚାର ନୁହେଁ, ସେ ବିଚାର ଊର୍ଦ୍ଧ୍ୱରେ ଏକ ଶକ୍ତି, ଯାହାକୁ ଯୌଗିକ ଭାଷାରେ, ଆଧ୍ୟାତ୍ମିକ ଭାଷାରେ ଆତ୍ମଶକ୍ତି ବୋଲି କହନ୍ତି, ବ୍ରହ୍ମ ବୋଲି କହନ୍ତି, ଈଶ୍ୱର ବୋଲି କହନ୍ତି। ତେଣୁ ଜଣେ ଧ୍ୟାନୀ ବ୍ୟକ୍ତି ହିଁ ଏହି କାମନା ବାସନା, କ୍ରୋଧ, ମୋହ ରୂପକ ଯେଉଁ ଶତ୍ରୁ ଅଛନ୍ତି, ଯେଉଁ ବିଚାରଧାରା ଅଛନ୍ତି, ଯେଉଁ ଉନ୍ନତିରେ ବାଧା ସୃଷ୍ଟି କରୁଥିବା ତତ୍ତ୍ୱ ଅଛନ୍ତି, ସେଥିରୁ ସେ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୁଅନ୍ତି। ନିଜର ଆନନ୍ଦ ସ୍ୱରୂପ ସଚ୍ଚିଦାନନ୍ଦ ତତ୍ତ୍ୱ ସହିତ ନିଜର ନ୍ୟୁଟ୍ରାଲ ପୋଜିସନକୁ, ସାକ୍ଷୀ ସ୍ୱରୂପକୁ ଜାଣି ଏହି ମାନବ ଜୀବନକୁ ସାର୍ଥକ କରନ୍ତି। ଆଶା କରୁଛି ଆପଣମାନେ ବୁଝିସାରିଥିବେ କିଭଳି ଭାବରେ ଧ୍ୟାନର କେତେ ଗଭୀର ଅର୍ଥ ଅଛି, କେତେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଅଛି, କେତେ ଉପାଦେୟ କାର୍ଯ୍ୟଟିଏ, କେତେ ଉନ୍ନତିମୂଳକ କାର୍ଯ୍ୟଟିଏ, କେତେ ଆପଣଙ୍କର ଇମ୍ପୋର୍ଟାଣ୍ଟ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟିଏ। ତେଣୁ ଆସନ୍ତୁ ପ୍ରକୃତରେ ଧ୍ୟାନ କରିବା, ନିଜ ସ୍ୱରୂପକୁ ଜାଣିବା ଏବଂ ଧାରଣାକୁ ବଢ଼େଇ ଆମ ଜୀବନକୁ ସରଳ ସୁନ୍ଦର କରିବା, ଉନ୍ନତିର ଶିଖରରେ ପହଞ୍ଚାଇବା। ଆଶା କରୁଛି ଆପଣଙ୍କୁ ଧ୍ୟାନ ବିଷୟରେ ସମ୍ୟକ ଧାରଣା ଆପଣଙ୍କର ଆସିଥିବ, ଧ୍ୟାନର ତତ୍ତ୍ୱକୁ ବୁଝିଥିବେ, ଧ୍ୟାନ କାହିଁକି କରିବା, ତାର ମୂଳ ଉଦ୍ଦେଶ୍ୟ କ'ଣ, କିଭଳି ଭାବରେ ଜଣେ ଧ୍ୟାନୀ ବ୍ୟକ୍ତି ହିଁ ପ୍ରକୃତରେ ସମସ୍ତ ନିଜର ଆନ୍ତରିକ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରି ନିଜ ଜୀବନକୁ ଶୃଙ୍ଖଳିତ, ମାର୍ଜିତ, ସୁସଂଗଠିତ ବା ଉନ୍ନତିର ଶିଖରରେ
ପହଞ୍ଚେଇ ହେବ ତାହାର ଏକ ବିଧି, ତାହା ହେଉଛି ଧ୍ୟାନ। ତେବେ ଆସନ୍ତୁ ଧ୍ୟାନ କରିବା, ଧନୀ ହେବା ବିଚାରରେ, କାର୍ଯ୍ୟରେ, ଭାବରେ, ଆପଣଙ୍କର ଆଚରଣରେ। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କର ସଦିଚ୍ଛା ପୂର୍ଣ୍ଣ ହେଉ। ଯଦି ଆପଣ ଏହି ଭିଡ଼ିଓଟି ଭଲ ଲାଗୁଥିବ ତେବେ ଆପଣ ଏହାକୁ ସେୟାର କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଅନ୍ୟମାନଙ୍କ ନିକଟରେ ଏହି ବିଚାରଧାରାକୁ, ଧ୍ୟାନର ଗଭୀର ଅର୍ଥକୁ ପହଞ୍ଚାଇବାରେ ସହଯୋଗୀ ହୁଅନ୍ତୁ। ଏହାକୁ ଅନ୍ୟ ନିକଟକୁ ପ୍ରେରଣା କରନ୍ତୁ, ପ୍ରେରିତ କରନ୍ତୁ, ଉତ୍ସାହିତ କରନ୍ତୁ ସମସ୍ତଙ୍କୁ। କାରଣ ଏଠି ଦୈତ୍ୟ କେହି ନାହାନ୍ତି, ଆପଣଙ୍କ ପରି ଆମେ ସମସ୍ତେ ସମାନ, ଏକ ବ୍ରହ୍ମଶକ୍ତି, ଏକ ଆତ୍ମଶକ୍ତି। ତେଣୁ ଧ୍ୟାନରେ ଏହି ଆପଣଙ୍କର ପ୍ରଭାବଶାଳୀ କାର୍ଯ୍ୟକ୍ରମକୁ ଆମେ ଜାଣି ନିଜ ଜୀବନକୁ ସଫଳ କରିବା। ଧନ୍ୟବାଦ। ସପ୍ରେମ ଜୟ ଜୀବ।